ପ୍ରଶଂସାଟି ଖୁବ୍ ପ୍ରଭାବଶାଳୀ ହେବା ପାଇଁ କିଛି ସୂତ୍ର। ପ୍ରଶଂସା କରିବା ସମୟରେ କିନ୍ତୁ ଭଳି ଶବ୍ଦ ଲଗାଇ ତାକୁ ହାଲୁକା କରିଦିଅନ୍ତୁ ନାହିଁ। କିନ୍ତୁ ଲଗାଇବା ଦ୍ୱାରା ପ୍ରଶଂସାର ଅର୍ଥ କମିଯାଏ ଏବଂ ପ୍ରଭାବ ବି ହ୍ରାସ ପାଏ। ଏବଂ ଅଧିକନ୍ତୁ ଏହା ବାଦ ଆଦି ଉପଯୁକ୍ତ ଶବ୍ଦମାନ ଲଗାନ୍ତୁ। ଆପଣଙ୍କର ଉଦ୍ୟମ ବେଶ୍ ପ୍ରଶଂସନୀୟ ଏବଂ ଆପଣ ଦୟାକରି ଏଭଳି କୁହନ୍ତୁ, ଆପଣଙ୍କର ଉଦ୍ୟମ ବେଶ୍ ପ୍ରଶଂସନୀୟ। କିନ୍ତୁ ଏଭଳି ବାକ୍ୟ କୁହନ୍ତୁ ନାହିଁ। ପ୍ରଶଂସା କଲା ପରେ ସ୍ୱୀକୃତି ପାଇଁ ଅପେକ୍ଷା କରିବା ଜରୁରୀ ନୁହେଁ। କେତେକ ଲୋକ ପ୍ରଶଂସା ବଦଳରେ ଅଭିନନ୍ଦନ ବା କୃତଜ୍ଞତା ଦେଖାନ୍ତି। ପ୍ରଶଂସାର ଅସଲ ଉଦ୍ଦେଶ୍ୟ ଏହା ନ ହେବା ଉଚିତ। ଯଦି ଆପଣ କାହାର ପ୍ରଶଂସା ଗ୍ରହଣ କରୁଛନ୍ତି, ଧନ୍ୟବାଦ ପୂର୍ବକ ଉଦାରତା ଏବଂ ନମ୍ରତାର ସହ ଗ୍ରହଣ କରନ୍ତୁ। ମିଛ ପ୍ରଶଂସାକୁ ଗ୍ରହଣ କରିବା ଠାରୁ ନିରୋଳା ସମାଲୋଚନାକୁ ଗ୍ରହଣ କରିବା ବହୁତ ଭଲ। ଅନ୍ତତଃ ଲୋକଟି ନିଜର ସ୍ଥିତି ସମ୍ପର୍କରେ ଜାଣିପାରେ। ମରୀଚିକା କଥା ତ ଆପଣ ଜାଣିଥିବେ। ମିଛ ପ୍ରଶଂସା ଠିକ୍ ମରୀଚିକା ଭଳି। ଆପଣ ଯେତିକି ଯେତିକି ପାଖେଇବେ ସେତିକି ସେତିକି ହତାଶ ହେବେ। କାରଣ ଏହା ଏକ ଭ୍ରମ ବା ମାୟା ବ୍ୟତୀତ ଆଉ କିଛି ନୁହେଁ। ଆକର୍ଷଣର ନିୟମ। ଆମେ ଯେମିତି ଠିକ୍ ସେହିଭଳି ଲୋକଙ୍କୁ ଆମ ଆଡ଼କୁ ଆକର୍ଷଣ କରୁ। ଗୋଟିଏ ପ୍ରବାଦ ଅଛି, ଏକା ଜାତିର ପକ୍ଷୀ ଗୋଟିଏ ସ୍ଥାନରେ ଠୁଳ। ନକାରାତ୍ମକ ଭାବନା ସମ୍ପନ୍ନ ବ୍ୟକ୍ତିମାନେ ବିପଜ୍ଜନକ। ସେମାନେ ଅନ୍ୟ ନକାରାତ୍ମକ ବ୍ୟକ୍ତିମାନଙ୍କୁ ଆକର୍ଷଣ କରି ଆଣନ୍ତି। ସବୁ କଥାରେ ମନ୍ଦ ଦେଖନ୍ତି ଏବଂ ମନ୍ଦ କାମନା କରନ୍ତି। ଏଭଳି କାମରେ କେବେ ହେଲେ ସେମାନେ ହତାଶ ହୁଅନ୍ତି ନାହିଁ। କୌଣସି ସାମାଜିକ ଉତ୍ସବରେ ସଫଳ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ ଅନ୍ୟ ପ୍ରତିଷ୍ଠିତ ଲୋକମାନଙ୍କ ସହ ମିଳାମିଶା କରନ୍ତି ଏବଂ ଆସର ଜମାନ୍ତି। କେବେ ଆପଣ ଲକ୍ଷ୍ୟ କରିଛନ୍ତି, ପ୍ରତିଷ୍ଠା ପାଇନଥିବା ସମାଜର ନିମ୍ନ ସ୍ତରରେ ବାସ କରୁଥିବା ଲୋକମାନେ ଏମିତି ସେମାନଙ୍କ ସମାସ୍କନ୍ଦ ଲୋକମାନଙ୍କ ସହ ଭାବ ବିନିମୟ କରିଥାନ୍ତି। ଏମାନେ ସମସ୍ତେ ନିଜ ନିଜ ବର୍ଗର ଲୋକମାନଙ୍କ ସହ ମିଶି ସବୁ କାମ କରିଥାନ୍ତି। ଶୃଙ୍ଖଳା ଅଭ୍ୟାସ କରନ୍ତୁ। ଆତ୍ମଶୃଙ୍ଖଳା ଆମର ଆନନ୍ଦକୁ ନଷ୍ଟ କରେ ନାହିଁ, ବରଂ ସୃଷ୍ଟି କରେ। ଆପଣ ଅନେକ ସମର୍ଥ ଓ ପ୍ରତିଭାବାନ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ଜୀବନରେ ବିଫଳ। ସେମାନେ ହତାଶ ଏବଂ ତାଙ୍କର ମନୋଭାବ ତାଙ୍କର ବ୍ୟବସାୟ, ସ୍ୱାସ୍ଥ୍ୟ ଏବଂ ସମ୍ପର୍କକୁ ପ୍ରଭାବିତ କରିଥାଏ। ସେମାନେ ଅସନ୍ତୁଷ୍ଟ ହୋଇ ସବୁବେଳେ ଭାଗ୍ୟକୁ ନିନ୍ଦା କରିଥାନ୍ତି। ଶୃଙ୍ଖଳା ବା ଅନୁଶାସନର ଅଭାବରୁ ଅନେକ ସମସ୍ୟା ସୃଷ୍ଟି ହୁଏ। କଥା ସେମାନେ ହୃଦୟଙ୍ଗମ କରିପାରନ୍ତି ନାହିଁ। ଦାୟିତ୍ୱ ଗ୍ରହଣ କରନ୍ତୁ। ଆମର ବ୍ୟବହାର ଏବଂ କାର୍ଯ୍ୟରେ ଆମେ ଦାୟିତ୍ୱବାନ ହେଲେ ନିଜକୁ କୌଣସି ବାହାନାର ଆଶ୍ରୟ ନେବାକୁ ପଡ଼ିବ ନାହିଁ। କିଛି ଛାତ୍ର ଅଛନ୍ତି ଯେଉଁମାନେ ପରୀକ୍ଷାରେ ହେଲେ ପାଠ ଏବଂ ଶିକ୍ଷକଙ୍କ ଦୋଷ ଦେଇଥାନ୍ତି। ନିଜ ଦୋଷ ଘୋଡ଼ାଇବା ପାଇଁ ଏସବୁ କେବଳ ବାହାନା। ଆପଣ ସେହିଭଳି ହେବାକୁ ଭାବନ୍ତୁ ନାହିଁ। ନିଜେ ଦାୟିତ୍ୱ ଗ୍ରହଣ କଲେ ଅନ୍ୟକୁ ନିନ୍ଦା କରିବାକୁ ମନ ବଳିବ ନାହିଁ। ତାପରେ ହିଁ ଆମ ଜୀବନର ମାନ ଏବଂ ଆମର ଉତ୍ପାଦିକା ଶକ୍ତି ବୃଦ୍ଧି ହୋଇପାରିବ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଅନ୍ୟର ଅନିଷ୍ଟ କରିବାକୁ ଯାଇ ନିଜ ପାଇଁ ଅନିଷ୍ଟକୁ ନିମନ୍ତ୍ରଣ ଦିଅ ନାହିଁ। ଅନ୍ୟକୁ ଶାନ୍ତିରେ ରହିବାକୁ ଦିଅ, ଭଗବାନ ବି ତୁମକୁ ଶାନ୍ତିରେ ରଖିବେ। ଜୀବନରେ ସମ୍ପର୍କ କେବେ ବି ସରେନି। କଥା ନହେଲେ ମଧ୍ୟ ଆଖିରେ ରହିଥାଏ। ଆଖିରୁ ଦୂରେଇ ଗଲେ ବି ମନରେ ରହିଯାଏ। ଭଗବାନ କହିଛନ୍ତି, ରାତି ଯେତେ ଅନ୍ଧାର ହୋଇଆସେ ମାନେ
ଆକାଶରେ ସେତେ ଚମକି ଉଠନ୍ତି। ଏହିପରି ଯଦି ତମ ଜୀବନରେ ଦୁଃଖ ତମକୁ ଯେତେ ଯନ୍ତ୍ରଣା ଦିଏ, ମୁଁ ସେତିକି ତୁମର ନିକଟତର ହୁଏ। ବନ୍ଧୁ, ଈଶ୍ୱରଙ୍କ ଉପରେ ଭରସା ରଖନ୍ତୁ, ସବୁକିଛି ଠିକ୍ ହେଇଯିବ। ଗୋଟିଏ ଭୋକିଲା ପେଟ କହିପାରେ, ମୁଠାଏ ଭାତର ମୂଲ୍ୟ କେତେ। ବୁନ୍ଦାଏ ପାଣି ହିଁ ଜାଣିପାରେ ଗୋଟେ ଜୀବନର ମୂଲ୍ୟ କେତେ। ଗୋଟେ ଦୁଃଖୀ ଲୋକ ହିଁ ବୁଝିପାରେ ଅନ୍ୟର ଦୁଃଖ କେତେ। ଜୟ ଶ୍ରୀ ଜଗନ୍ନାଥ।